ଲକ୍ଷାଧିକ ଟଙ୍କା ବ୍ୟୟ, କିନ୍ତୁ ଉପଯୋଗୀ ହୋଇପାରୁନାହିଁ ଖେଳ ପଡ଼ିଆ। ଯୁବଗୋଷ୍ଠୀଙ୍କୁ କ୍ରୀଡ଼ାଭିମୁଖୀ କରିବା ପାଇଁ କ୍ରୀଡ଼ା ଉପକରଣ ଓ ଭିତ୍ତିଭୂମି ପାଇଁ ସରକାର କୋଟି କୋଟି ଟଙ୍କା ରାଜସ୍ୱ ବ୍ୟୟ କରୁଛନ୍ତି, ହେଲେ ତାହା କ୍ରୀଡ଼ାର୍ଥୀ ପାଇଁ ସଠିକ୍ ଉପଯୋଗୀ ହୋଇପାରୁନାହିଁ। ଏଭଳି ଏକ ନମୁନା ସାମ୍ନାକୁ ଆସିଛି ନୂଆଗାଁ ବ୍ଲକରୁ। ସୂଚନା ଅନୁଯାୟୀ ନୂଆଗାଁ ବ୍ଲକ ମୁଖ୍ୟାଳୟ ପାର୍ଶ୍ୱରେ ରହିଛି ନୂଆଗାଁ ହାଇସ୍କୁଲ ଖେଳ ପଡ଼ିଆ। ଏହି ପଡ଼ିଆ ହେଉଛି ଅଞ୍ଚଳର ଏକମାତ୍ର ଖେଳ ଉପଯୋଗୀ ପଡ଼ିଆ। ବ୍ଲକ ମୁଖ୍ୟାଳୟ ହୋଇଥିବାରୁ ଏଠାରେ ବିଗତ ଏକ ଦଶନ୍ଧି ଧରି ଅଞ୍ଚଳର କ୍ରୀଡ଼ାବିତ୍ମାନେ ଅଭ୍ୟାସ କରି ଆସୁଛନ୍ତି, କିନ୍ତୁ ଅତି ଦୁଃଖର ବିଷୟ ଏଠାରେ ଦାୟିତ୍ୱରେ ଥିବା ଜନପ୍ରତିନିଧି ଓ ବ୍ଲକ ପ୍ରଶାସନ ଏହି ଖେଳ ପଡ଼ିଆର ଉନ୍ନତିକରଣ ନାଁରେ ଲକ୍ଷାଧିକ ଟଙ୍କା ବ୍ୟୟ କରି ଆସୁଛନ୍ତି। ହେଲେ ପଡ଼ିଆର ଉନ୍ନତି ତ ହୋଇପାରିନି, କିନ୍ତୁ ଅବଶ୍ୟ କିଛି ସରକାରୀ ବାବୁ ଓ କଣ୍ଟ୍ରାକ୍ଟରଙ୍କ ପକେଟ୍ ଗରମ ହେଉଥିବା ଜନସାଧାରଣରେ ଆଲୋଚନା ହୋଇଛି। ଦାୟିତ୍ୱରେ ଥିବା ଅଧିକାରୀମାନେ ନିଜ ସ୍ୱାର୍ଥ ହାସଲ ପାଇଁ ଆବଶ୍ୟକ କାର୍ଯ୍ୟ କରିବା ପରିବର୍ତ୍ତେ ଅନାବଶ୍ୟକ କାର୍ଯ୍ୟ ଯେପରି ଗାର୍ଡ ୱାଲ୍ ଦ୍ୱାରା ଭିତରକୁ ବାହ୍ୟ ପାଣିକୁ ଅଟକାଇବା କାର୍ଯ୍ୟ ନ କରି କେବଳ ମାଟି ପକାଇ ଦେଇ ବିନା ଫାଟକରେ ପାଚେରୀ ନିର୍ମାଣ କରିଛନ୍ତି। ତେଣୁ ପଡ଼ିଆର ଉନ୍ନତି ହେବା ପରିବର୍ତ୍ତେ ଅଧିକ କଦର୍ଯ୍ୟ ହେବା। ଏହାର ମଧ୍ୟ ଭାଗରେ ଥିବା କଂକ୍ରିଟ ପିଚ୍ ମଧ୍ୟ ମାଟିରେ ମିଶିବାକୁ ବସିଲାଣି। ପୂର୍ବରୁ ତତ୍କାଳୀନ ତହସିଲଦାରଙ୍କ ଦୂରଦୃଷ୍ଟିବିହୀନ ଭୂମିହୀନଙ୍କୁ ଜମି ପ୍ରଦାନ କରିବା ପାଇଁ ଏହି ପଡ଼ିଆର ଚତୁଃପାର୍ଶ୍ୱରେ କିଛି ଲୋକଙ୍କୁ ଜମି ପ୍ରଦାନ କରିଥିଲେ, ଯାହା ପାଇଁ ସେମାନେ ମଧ୍ୟ କିଛିକାଂଶରେ ପଡ଼ିଆ ମଧ୍ୟରେ ଜବରଦଖଲ କରିଛନ୍ତି। ଏମିତି ପ୍ରତ୍ୟେକ କ୍ଷେତ୍ରରେ ଏହି ଖେଳ ପଡ଼ିଆକୁ ସାବତ ସନ୍ତାନ ପରି ବ୍ୟବହାର କରାଯାଉଛି। ଅଞ୍ଚଳର ଯେକୌଣସି ସରକାରୀ କାର୍ଯ୍ୟକ୍ରମ, ରାଜନୈତିକ ସଭା, ପଞ୍ଚୁପାଣ୍ଡବ ମହୋତ୍ସବ, ଏମିତିକି ଅଞ୍ଚଳର ବାହାଘର ପାଇଁ କଲ୍ୟାଣ ମଣ୍ଡପ ପରି କାର୍ଯ୍ୟକ୍ରମ ସବୁ ଏଇଠାରେ ହିଁ ହୁଏ, କିନ୍ତୁ କାମ ସରିଗଲେ ଖେଳ ପଡ଼ିଆ କଥା ଭୁଲି ଯାଆନ୍ତି ନେତା ଅଫିସରମାନେ। ବର୍ତ୍ତମାନ ସାମାନ୍ୟ ବର୍ଷା ହେଲେ ପଡ଼ିଆ ମଝିରେ ଚାଲିବା କଷ୍ଟକର ହେଉଛି, ତେଣୁ ପିଲାମାନେ ପଡ଼ିଆର ଏକ କୋଣରେ ଛୋଟ ବାଉଣ୍ଡରୀ କରି ଖେଳ ଅଭ୍ୟାସ କରିବାକୁ ବାଧ୍ୟ ହେଉଛନ୍ତି। ପଡ଼ିଆ ପାଇଁ ବିଭିନ୍ନ ଯୋଜନାରେ କାମ ଆସୁଛି, ବର୍ତ୍ତମାନ ମଧ୍ୟ ଏହି କାମ ଅଧା ହୋଇ ପଡ଼ି ରହିଛି ବୋଲି ଚର୍ଚ୍ଚା ହେଉଛି। ପଡ଼ିଆର ଫାଟକ ନଥିବାରୁ ନିକଟରେ ମଦ ଦୋକାନ ଥିବାରୁ ପଡ଼ିଆ ମଝିରେ ଏକ ଅସ୍ଥାୟୀ ମଦ ଦୋକାନକୁ ରାସ୍ତା ହେବା ସହ ରାତିରେ ଏହି ଜାଗା ମଦ ବାର୍ ପାଲଟି ଯାଉଛି। ଏପରିକି ନିଶାରେ ମଦ ବୋତଲ ଭାଙ୍ଗି ଲୋକମାନେ ପଡ଼ିଆରେ ପକାଇ ଚାଲି ଯାଉଥିବା ଚର୍ଚ୍ଚା ହେଉଛି। ଏଣୁ ଅଞ୍ଚଳର କ୍ରୀଡ଼ା ପ୍ରେମୀମାନଙ୍କ ସୁବିଧା ପାଇଁ ଓ ବ୍ଲକ ମୁଖ୍ୟାଳୟ ହୋଇଥିବାରୁ ଅଞ୍ଚଳର ସମ୍ମାନ ପାଇଁ ଏହି ପଡ଼ିଆକୁ ଖେଳ ଉପଯୋଗୀ କରିବା ସହ ଏହାର ସୁରକ୍ଷା ବନ୍ଦୋବସ୍ତ ଶୀଘ୍ର କରାଯିବା ପାଇଁ ଅଞ୍ଚଳରେ ଦାବି ଜୋର ଧରୁଛି। ନୂଆଗାଁରୁ ନିରଞ୍ଜନ ସାହୁଙ୍କ ରିପୋର୍ଟ, ମିଡିଆ ଭଏସ୍।